ଆଜ୍ଞା ନମସ୍କାର। ଦିନ ଯାଏ ଚିହ୍ନ ରହେ, ସମୟର ଚକର ଘୁରୁଛି। ଏହି ଚକର ସାଥେ କାହାର ଭାଗ୍ୟ ନ ବଦଳୁଛି। ସମୟ ପରିବର୍ତ୍ତନଶୀଳ, ଭାଗ୍ୟ ପରିବର୍ତ୍ତନ ନିଶ୍ଚୟ ହେଉଛି। ଆସନ୍ତୁ ଶୁଣିବା ବାର ରାଶି କଥା। 23 ତାରିଖ ଗୁରୁବାର, ମେଷ ରାଶି। ରାତି 1:43ରୁ ଦ୍ୱିଜା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ। ସାବଧାନ, ରାତି 7ଟା ପରେ କୌଣସି ସୁରକ୍ଷିତ ସ୍ଥାନରେ ବସବାସ କରନ୍ତୁ। ବାହାରେ ଜମା ନୁହେଁ, ଧକ୍କା ହୋଇପାରେ, ଦେହ ଖରାପ ହେବ, ସମସ୍ୟା ପରେ ସମସ୍ୟା ଆସିବ। ମାତ୍ର ସକାଳରୁ ରାତି 7ଟା ଯାଏ କୌଣସି ପ୍ରକାର ଦୁଃଖ ନାହିଁ। ପ୍ରବଳ ଧନାଗମ ହେବ, ହେଲେ ଏଥିପାଇଁ ଯଥାର୍ଥ ଉଦ୍ୟମ ଦରକାର। ଉଦ୍ୟମ ନ କରି ଆଁ କରି ରହିଲେ ଜମା ଗଛରୁ ଫଳ ପାଟିରେ ପଡ଼ିବନି। ଯଦି ସତରେ ତୁମେ ଉଦ୍ୟମ କରିବ, ତେବେ ତୁମର ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବ। ଏହା ଧ୍ରୁବ ସତ୍ୟ। ନହି ସୁପ୍ତସ୍ୟ ସିଂହସ୍ୟ ମୁଖେ ପ୍ରବିଶନ୍ତି ମୃଗାଃ। ଏଇଟା ସବୁବେଳେ ମନେ ରଖିବା ଉଚିତ। 23 ତାରିଖ ଗୁରୁବାର, ବୃଷ ରାଶି। ରୋହିଣୀ ନକ୍ଷତ୍ରର ରାତି 1:43 ପରେ ଅଶୁଭ। ବହୁତ ଭଲ ଦିନ। ସ୍ୱାସ୍ଥ୍ୟ ସୁରକ୍ଷିତ ରହିବ, ମନ ଆନନ୍ଦିତ ହେବ, କୌଣସି ଦୁଶ୍ଚିନ୍ତା ମୁଣ୍ଡକୁ ଆସିବନି ଏବଂ ରୋଜଗାର ପାଇଁ ବଢ଼ିଆ ସୁଯୋଗ ଆସିବ। ନେଇ ଆଣି ଥୋଇପାରିଲେ, କାମ କରିପାରିଲେ ଅମାପ ଧନ ଲାଭ କରିପାରିବେ। ଉଦ୍ୟୋଗ ମୂଳରେ ଧନ ଓ ବିଦ୍ୟା ନହେଲେ ନାହିଁ। ବିବିଧ ସୁଖ ଭିନ୍ନ ଭିନ୍ନ ରୂପରେ ଆସି ଶାନ୍ତି ଓ ଆନନ୍ଦ ପ୍ରଦାନ କରିବ। ଉଦ୍ୟମ କରନ୍ତୁ, ଧନୀ ହେବେ। 23 ତାରିଖ ଗୁରୁବାର, ମିଥୁନ ରାଶି। ଆର୍ଦ୍ରା ନକ୍ଷତ୍ରର ରାତି 1:43ରୁ ଅଶୁଭ। ଆଜି 24 ଘଣ୍ଟା ଶୁଭରେ କଟିବ। ରାତି 7ଟା ପରେ ଆୟ ଓ ଲାଭ ବଢ଼ିଯିବ। ଏକ ବିଶେଷ ଆନନ୍ଦ ପାଇ ପ୍ରଫୁଲ୍ଲିତ ହେବେ। ମାତ୍ର ରାତି 7ଟା ଯାଏ ବିବିଧ କୌଳିକ, ମୌଳିକ, ଆର୍ଥିକ, ବୌଦ୍ଧିକ, ଲୌକିକ ଆନନ୍ଦ ପାଇବେ। ଆନନ୍ଦର ରୂପ ବିବିଧ, ଏହା କେବଳ ଅନୁଭବୀ କହିପାରିବ। କର୍କଟ ରାଶି। 23 ତାରିଖ ଗୁରୁବାର, କର୍କଟ ରାଶି। ପୁଷ୍ୟା ନକ୍ଷତ୍ରର ରାତି 1:43 ଠାରୁ ଅଶୁଭ। ଦିନ ସାରା ଅଶାନ୍ତରେ କଟିବ। ରାତି 7ଟା ଯାଏ ଦେହ ଅସୁସ୍ଥ ରହିବ, ମନ ଭଲ ଲାଗିବନି। ଗାଡ଼ି ଘୋଡ଼ାରେ ଗଲେ ହଇରାଣ ହେବେ, ରାସ୍ତା ମଝିରେ କାନ୍ଦିବେ। ଯଥା ସମୟରେ କୌଣସି କାର୍ଯ୍ୟ ହେବନି। ମାତ୍ର ମଧ୍ୟାହ୍ନକୁ ଦେବଦର୍ଶନ ଯୋଗ ଆସିବ। ସନ୍ଧ୍ୟା ପରେ ବି କିଛି ଈଶ୍ୱରଙ୍କ କଲ୍ୟାଣ ପାଇବେ। ମାତ୍ର ରାତି 7ଟା ପରେ ପାଗ ବଦଳିଯିବ। ବିବିଧ ଲୌକିକ ସୁଖ ମିଳିବ। ଆୟ ପାଇଁ ମନ ଉଚ୍ଚାଟ ହେବ। ଚେଷ୍ଟା କଲେ ରୋଜଗାର ବଢ଼ିଯିବ। ଦେହ ମୁଣ୍ଡ ଭଲ ହୋଇଯିବ 7ଟା ପରେ। 23 ତାରିଖ ଗୁରୁବାର, ସିଂହ ରାଶି। ପୂର୍ବ ଫାଲ୍ଗୁନ ନକ୍ଷତ୍ରର ରାତି 1:43ରୁ ଅଶୁଭ। ମହିଳାଙ୍କର ଘାତଚନ୍ଦ୍ର। ରାତି 7ଟା ପରେ ସାବଧାନ, କୌଣସି ସୁରକ୍ଷିତ ସ୍ଥାନରେ ବିଶ୍ରାମ ନିଅନ୍ତୁ। ଦେହ ଅସୁସ୍ଥ ହେବ। ଯାନବାହନ ସଂକ୍ରାନ୍ତୀୟ ସମସ୍ୟା ହେବ। 7ଟା ଯାଏ ଦିନ ସାରା ଯାବତୀୟ ସୁଖ ମିଳିବ। ଭାଇ ଭଉଣୀ ସମ୍ପର୍କ ଠିକ୍ ଠାକ୍ ଚାଲିବ। ରୋଜଗାର ବଢ଼ିଆ ହେବ ଯଦି ଏ ଦିଗରେ ଯଥାର୍ଥ ଉଦ୍ୟୋଗ କରିବେ, ନହେଲେ ନାହିଁ। 23 ତାରିଖ ଗୁରୁବାର, କନ୍ୟା ରାଶି। ମହିଳାଙ୍କର ଘାତଚନ୍ଦ୍ର। ହସ୍ତା ନକ୍ଷତ୍ରର ରାତି 1:43ରୁ ଅଶୁଭ। ରାତି 7ଟା ଠାରୁ ଆୟ ବଢ଼ିଯିବ। ଦେହ ମନ ସୁସ୍ଥ ରହିବ। ରାତି 7 ଯାଏ ଖାଲି ମନ ଅଧୀର ହେବ। ମନକୁ ବୁଝାଇ ପାରିଲେ କିଛି ଶାନ୍ତି ପାଇବେ। ତା ପାଇଁ କୌଣସି ସମସ୍ୟା ନାହିଁ। କର୍ମ କର୍ତ୍ତବ୍ୟ ପ୍ରତି ସଜାଗ ରହିଲେ ଆଦର ସମ୍ମାନ ସହ ଧନ ଲାଭ ହେବ। ଦେହ ଠିକ୍ ଠାକ୍ ରହିବ।
ହେଲେ ଉଦ୍ୟମ ବଳେ ସର୍ବସିଦ୍ଧି, ଏଟା ଭୁଲିବେନି। 23 ତାରିଖ ଗୁରୁବାର, ତୁଳା ରାଶିର ଘାତବାର, ସ୍ୱାତୀ ନକ୍ଷତ୍ରର ରାତି 1:43 ଅଶୁଭ। ଦିନ ସାରା ଶାନ୍ତି, ସୁଖ ଓ ଆନନ୍ଦ ମିଳିବ। ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେବ। ଉଦ୍ୟମ ଜାରି ରହିଲେ ଆୟ ଅମଳର ବିକାଶ ହେବ। ଆଳସ୍ୟ ତ୍ୟାଗ କଲେ ସାମାଜିକ ଓ ଲୌକିକ ପ୍ରତିପତ୍ତି ବଢ଼ିବ। କୌଣସି ପ୍ରକାରରେ ଶାରୀରିକ, କୌଳିକ ଓ ପାରିବାରିକ ସମସ୍ୟା ନାହିଁ। ମାତ୍ର ରାତି 7ଟା ପରେ ମନ ବ୍ୟାକୁଳ ହେବ। ଧନାଗମ ବନ୍ଦ ହେବନି, ଧନ ଆସିବ। ତା ପାଇଁ ଟିକେ ଚେଷ୍ଟା। 23 ତାରିଖ ଗୁରୁବାର, ବିଛା ରାଶି, ଅନୁରାଧା ନକ୍ଷତ୍ରର ରାତି 1:43 ଅଶୁଭ। ରାତି 7ଟା ପରେ ଅନୁକୂଳ ପବନ ବହିବ। 7ଟା ପରେ, ରାତି 7ଟା ପରେ ଅନୁକୂଳ ପବନ ବହିବ। ଶୁଭ ସମୟ ଆସିବ। ସମସ୍ତ ମନସ୍କାମନା ପୂରଣ ହେବ। ସୁଯୋଗ ଆସିବ ଏତେ ଯେ ଆମେ ଖୁସି ହେଇ ନାଚିପାରିବା। ମୁଣ୍ଡ ହାଲକା ହେବ, ମନ ପ୍ରଫୁଲ୍ଲ ହେବ, ଦେହକୁ ଶାନ୍ତି ଲାଗିବ। ରାତି 7ଟା ଯାଏ ଦେହ, ମନ, ମୁଣ୍ଡ ଓ ଧନ ଉପରେ କୁପ୍ରଭାବ ପଡ଼ିବ। ଦେହ ଖରାପ ଲାଗିବ। ଆୟ ହେବନି, ମାତ୍ର ଖର୍ଚ୍ଚ ବଢ଼ିଯିବ। ପାରିବାରିକ ଶାନ୍ତି ବ୍ୟାହତ ହେବ। ଧନୁରାଶି 23 ତାରିଖ ଗୁରୁବାର, ଧନୁରାଶି, ପୂର୍ବାଷାଢ଼ା ନକ୍ଷତ୍ରର ରାତି 1:43 ଅଶୁଭ। ରାତି 7ଟା ଠାରୁ ହୁସିଆର ହେବେ। ଦେହ, ମନ ଓ ଧନ ଉପରେ ଏବଂ ସମ୍ମାନ ଉପରେ କୁପ୍ରଭାବ ପଡ଼ିବ। ରାତି 7ଟା ଯାଏ କୌଣସି ସମସ୍ୟା ନାହିଁ। ନିଜ କର୍ମ କରିଚାଲନ୍ତୁ। ଈଶ୍ୱରଙ୍କୁ ବିଶ୍ୱାସ ଭରସା କରନ୍ତୁ। ଆଉ ଆପଣଙ୍କୁ ଆପଣଙ୍କର କର୍ମାନୁସାରେ ଧନ, ଜନ, ଗୋପଲକ୍ଷ୍ମୀ ଲାଭ ନିଶ୍ଚୟ ହେବ। ସୁଖ ଅବଶ୍ୟ ମିଳିବ। ରାତି 7ଟା ଯାଏ ଦେହ ଠିକ୍ଠାକ୍ ରହିବ। ଧନାଗମ ହେବ। ଧନ ପାଇଁ ଉଦ୍ୟମ ଦରକାର। ଆଉ 7ଟା ପରେ ସବୁପ୍ରକାର ଅସୁବିଧା ହେବ। 23 ତାରିଖ ଗୁରୁବାର, ମକର ରାଶି, ମହିଳାଙ୍କର ଘାତଚନ୍ଦ୍ର। ଦିନ ସାରା ଖଟିବେ, ଅନେକ କର୍ମ କରିବେ। କୌଣସି କର୍ମ ନିଷ୍ଫଳ ହେବନି। ସ୍ୱାସ୍ଥ୍ୟ ସମସ୍ୟା ହେବନି। ଆର୍ଥିକ ବିକାଶ ହେବ। ସବୁ କାମ ସୁରୁଖୁରୁରେ ହେବ। ମାତ୍ର ରାତି 7ଟା ପରେ ମନ ଉଲ୍ଲସିତ ହେବ। କର୍ମ କରିବା ପାଇଁ ଆଗ୍ରହ ଆହୁରି ବଢ଼ିଯିବ। ଆୟ ଅମଳ ଏତେ ବଢ଼ିବ ଯେ ମନ ପ୍ରଫୁଲ୍ଲିତ ହେବ। ଏଣୁ ଯୋଜନା ଅନୁସାରେ ଯଥୋଚିତ ଉଦ୍ୟୋଗ କରନ୍ତୁ। ମୁଣ୍ଡ ଖଟାନ୍ତୁ। ବୁଦ୍ଧି ବିବେକର ସାହାଯ୍ୟ ନିଅନ୍ତୁ। ବିଶ୍ରାମ ନେଲେ କାଲିକି ପସ୍ତେଇବେ। 23 ତାରିଖ ଗୁରୁବାର, କୁମ୍ଭ ରାଶିର ଘାତବାର, ଶତବିଶା ନକ୍ଷତ୍ରର ରାତି 1:43 ଠାରୁ ଅଶୁଭ। ରାତି 7ଟା ପରେ ସମସ୍ତ ଆର୍ଥିକ, ମାନସିକ, ଶାରୀରିକ ଓ ସାମାଜିକ ଦୁଃଖ ଯିବ ଓ ବିବିଧ କୌଳିକ, ମୌଳିକ, ସାମାଜିକ, ପାରିବାରିକ, ଲୌକିକ, ବୌଦ୍ଧିକ ସୁଖ ଆସିବ। ଆୟ ଅମଳ ରାସ୍ତା ଜଳ ହୋଇ ଦିଶିବ। ସ୍ୱାସ୍ଥ୍ୟଗତ ସମସ୍ୟା ରହିବନି। ମାତ୍ର ରାତି 7ଟା ଯାଏ ଆତ୍ମସମ୍ମାନକୁ ଜଗି ସମସ୍ତ କର୍ମ କରିଚାଲନ୍ତୁ। ସନ୍ତୋଷଜନକ ଫଳ ପାଇବେ। 7ଟା ପରେ ସମ୍ମାନ ହାନି ଭୟ। 7ଟା ପର୍ଯ୍ୟନ୍ତ କୌଣସି ସମସ୍ୟା ନାହିଁ। 7ଟା ବୋଲେ ରାତି 7ଟା। ଏବେ ଆଲୋଚନା କରିବା ମୀନରାଶି। 23 ତାରିଖ ଗୁରୁବାର, ମୀନରାଶି, ଉତ୍ତର ଭାଦ୍ର ନକ୍ଷତ୍ରର ରାତି 1:43 ଅଶୁଭ। ରାତି 7ଟା ପରେ ଏକ ପ୍ରକାର ପରିବର୍ତ୍ତନ ହେବ। ଶାରୀରିକ ଅସୁସ୍ଥତା ଦୂର ହେବ। ମାତ୍ର ମାନସିକ ସନ୍ତୁଳନ ରହିବ। ସମ୍ମାନ ହାନି ଜନିତ ଦୁଃଖ ଆସିପାରେ। ଏଣୁ ନିଜ ବିଦ୍ୟା ବୁଦ୍ଧିକୁ ଭରସା କରି ଆତ୍ମସମ୍ମାନକୁ ଜଗି ସଂସାରରେ ଚଳପ୍ରଚଳ ହୋଇପାରିବା ପାଇଁ ଚେଷ୍ଟା କରନ୍ତୁ। ବନ୍ଧୁ, ଦୀପ ଜଳୁଥିଲେ ମୁଁ ପୁଣି ଆପଣଙ୍କୁ କିଛି କହିବି, ନହେଲେ ନାହିଁ।